ମା। ଆମେ ଚିରନ୍ତନୀ ବହିର ପୃଷ୍ଠା 293 ବିଷୟବସ୍ତୁ ଦେବଦେବୀଙ୍କ ପୂଜା ଉପାସନା 1। ଦେବଦେବୀଙ୍କ ପୂଜା ଉପାସନାର ଦୁଇଟି ଭାଗ ଅଛି। 293 ହଉଛି ପ୍ରଥମ ଭାଗ। ଆମେ ସେଟା ପଢିବା। ମା ଲେଖୁଛନ୍ତି, ଅଦୃଶ୍ୟ ଜଗତରେ ଯେଉଁ ସବୁ ସତ୍ତା ଅଛନ୍ତି ସେମାନଙ୍କ ଭିତରୁ ଅଧିକାଂଶ ପୂଜିତ ବା ଉପାସିତ ହେବାକୁ ଚାହାନ୍ତି ନାହିଁ, କିନ୍ତୁ ପ୍ରାଣ ଜଗତରେ ଦେବାଦେବୀ ମାନେ ତାହା ଚାହାନ୍ତି। ଏହି ପ୍ରାଣସ୍ତରୀୟ ଦେବଦେବୀ ମାନେ ମଣିଷ ଠାରୁ ପୂଜା ଆରାଧନା ପାଇଲେ ଭାରି ଖୁସି ହୁଅନ୍ତି, କାରଣ ଏହା ସେମାନଙ୍କୁ ବେଶ କିଛି ଗୁରୁତ୍ୱ ଦିଏ। ସେମାନେ ଏପରି ପୂଜାପୂଜି ପାଇ ଗର୍ବରେ ଫାଟି ପଡନ୍ତି ଓ ଭାରି ଖୁସି ହୁଅନ୍ତି। ଏବଂ ଯେତେବେଳେ ସେମାନେ ଦେଖନ୍ତି ଯେ ଦଳ ଦଳ ହୋଇ ନର ନାରୀ ତାଙ୍କୁ ପୂଜା ଆରାଧନା କରୁଛନ୍ତି, ସେମାନେ ଖୁବ୍ ସନ୍ତୋଷ ଲାଭ କରନ୍ତି। କିନ୍ତୁ ତୁମେ ଯଦି ପ୍ରକୃତ ଦିବ୍ୟ ସତ୍ତା ମାନଙ୍କ ବିଷୟ ଜାଣିବ, ତୁମେ ଦେଖିବ ଯେ ସେମାନେ ଏସବୁ ପୂଜା ଇତ୍ୟାଦିକୁ ଖାତିର କରନ୍ତି ନାହିଁ। ସେମାନେ ମଧ୍ୟ କାହାଠାରୁ ପୂଜା ପାଇବାକୁ ଚାହାନ୍ତି ନାହିଁ। ନା, ଏହା ସେମାନଙ୍କୁ ଆଦୌ କୌଣସି ବିଶେଷ ଆନନ୍ଦ ଦେଇପାରେ ନାହିଁ। ଉଦାହରଣ ସ୍ୱରୂପ, ଯଦି ସେମାନେ କାହା ଭିତରେ ଏକ ମହତ୍ ଉଦ୍ଦେଶ୍ୟ ଦେଖିପାରନ୍ତି କିମ୍ବା ଏକ ସୁନ୍ଦର ଭାବ ଦେଖିପାରନ୍ତି, କିମ୍ବା ଯଦି କାହା ଭିତରେ ସେମାନେ ଏକ ନିଃସ୍ୱାର୍ଥପରତା କିମ୍ବା ଆବେଗ ଦେଖନ୍ତି, କିମ୍ବା ଉନ୍ନତ ଉତ୍ସାହଟିଏ ଲକ୍ଷ୍ୟ କରନ୍ତି, କିମ୍ବା ଏକ ନିର୍ମଳ ଆନନ୍ଦ, ଏକ ଆଧ୍ୟାତ୍ମିକ ଆନନ୍ଦ ଦେଖନ୍ତି, ତେବେ ପୂଜା ଉପାସନା ପ୍ରାର୍ଥନା ଅପେକ୍ଷା ଏସବୁକୁ ସେମାନେ ଅଧିକ ମୂଲ୍ୟ ଦେଇଥାନ୍ତି। ମୁଁ ତୁମକୁ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହୁଛି। ତୁମେ ଯଦି ସତରେ କୌଣସି ଏକ ଦେବତାକୁ ଗୋଟିଏ ବିମାନ ବା ଖଟୁଲି ଭିତରେ ବସାଇ ରଖ ଏବଂ ତୁମେ ତାଙ୍କୁ ନାନା ବିଧିରେ ପୂଜା ଆରାଧନା କରିସାରିବା ପର୍ଯ୍ୟନ୍ତ ତାଙ୍କୁ ସେଠାରେ ବସାଇ ରଖ, ତେବେ ସେ ବେଶ କୌତୁକପୂର୍ଣ୍ଣ ଦୃଷ୍ଟିରେ ତୁମର ପୂଜା ଉପାସନା ରୀତିକୁ ଲକ୍ଷ୍ୟ କରିବେ। କିନ୍ତୁ ଏହା ତାଙ୍କୁ କୌଣସି ପ୍ରକାର ସନ୍ତୋଷ ଦେବ ନାହିଁ, ଆଦୌ ଦେବ ନାହିଁ। ଏଥିରେ ମୁଁ ନିଶ୍ଚିତ। ଆଦୌ ଦେବ ନାହିଁ। ତୁମ ପୂଜା ଦ୍ୱାରା ସେ କୌଣସି ପ୍ରକାରେ ତୋଷାମୋଦ ପାଆନ୍ତି ନାହିଁ, ଖୁସି ହୁଅନ୍ତି ନାହିଁ କିମ୍ବା ଗୌରବାନ୍ୱିତ ହୁଅନ୍ତି ନାହିଁ। ଦେଖନ୍ତୁ, ଇଏ ହେଉଛି ସୂକ୍ଷ୍ମ ସ୍ତରର ଯୋଉ ଗୂଢ ରହସ୍ୟ, ଯୋଉ ସତ୍ୟ ମା ଆମ ପାଖରେ ଅତି ପ୍ରାଞ୍ଜଳ ଭାବରେ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଯୋଉମାନେ ପ୍ରାଣ ସ୍ତରର ଦେବାଦେବୀ ଥାନ୍ତି, ସେମାନେ ପୂଜା ଉପାସନା ଭଲ ପାଆନ୍ତି। ପ୍ରାଣିକ ସ୍ତରର, ଅଦୃଶ୍ୟ ଜଗତର ବହୁତ ସ୍ତର ରହିଛି, ବହୁତ ସ୍ତର ରହିଛି। ଆମର ଯୋଉ ଦିବ୍ୟ ସତ୍ତା ମାନେ ଉଚ୍ଚତର ସ୍ତରରେ ଥାନ୍ତି, ସେଇ ଯୋଉ ଦେବତା ମାନେ, ସେମାନେ ନିଜେ ଆରାଧନା ପାଇବା ପାଇଁ ଏତେ ଲାଳାୟିତ ନୁହନ୍ତି, ଏତେ ପୂଜା ପାଇବା ପାଇଁ ଚାହାନ୍ତି ନାହିଁ। ଏ ପୂଜା ଇତ୍ୟାଦିକୁ ସେମାନେ ଖାତିର କରନ୍ତି ନାହିଁ। ତାଙ୍କୁ ଏଇ ପୂଜା ଉପାସନା ଆନନ୍ଦ ଦେଇପାରେ ନାହିଁ। କିନ୍ତୁ ପ୍ରାଣିକ ସ୍ତରର ଯୋଉ ଦେବଦେବୀ ଅଛନ୍ତି, ସେମାନେ ଭାରି ଖୁସି ହୁଅନ୍ତି, ଖୁସିରେ ଫାଟି ପଡନ୍ତି। ତାଙ୍କ ପାଖରେ କେତେ ଲୋକ ଦଳ ଦଳ ହେଇ ନର ନାରୀ ତାଙ୍କୁ ପୂଜା ଆରାଧନା କରୁଛନ୍ତି ବୋଲି ଦେଖି। ଇଏ ଯୋଉ ସୂକ୍ଷ୍ମ ରହସ୍ୟ, ତା ଦେଖିବେ ଆମେ ମଣିଷ ମାନଙ୍କ ଭିତରେ ଯୋଉମାନେ ସାଧାରଣତଃ ପ୍ରାଣିକ ସ୍ତରରେ ବସବାସ କରନ୍ତି, ପ୍ରାଣ ଚେତନାରେ ବସବାସ କରନ୍ତି, ସେମାନେ ଭାରି ଭଲ ପାଆନ୍ତି ତାଙ୍କ ଚାରିପଟେ ଲୋକ ଗ୍ୟାଦରିଂ ହେଲେ, ତାଙ୍କୁ ଲୋକେ ବାହା ବାହା କହିଲେ ସେମାନେ ଭାରି ଖୁସି ଅନୁଭବ କରନ୍ତି, ଭାରି ଖୁସି ହୁଅନ୍ତି। ଏବଂ ତାଙ୍କୁ ଯଦି ଚାଟୁକାର ମାନେ ଯଦି ତେଲେଇ ତେଲେଇ କହିଲେ, ତେବେ ସେମାନେ ଗର୍ବରେ ଫାଟି ପଡନ୍ତି ମଧ୍ୟ। ଏବଂ ଯିଏ ତାଙ୍କୁ ଖୁସିରେ ବା ତାଙ୍କୁ ଚାଟୁ କରି କିଛି ନ କହିଲା,
ତେବେ ମଣିଷ ମାନେ ସେମାନେ ତାଙ୍କ ପ୍ରତି ଖପା ହେଇଯାଆନ୍ତି, ରାଗି ଯାଆନ୍ତି। ସେମାନେ ତାଙ୍କୁ ତାଙ୍କର ମାନେ ସେମାନଙ୍କୁ ଏମାନେ ନିଜର ବିରୋଧୀ ବୋଲି ମନେ କରନ୍ତି। ଦେବାଦେବୀ ମାନେ ମଧ୍ୟ ଯୋଉ ପ୍ରାଣିକ ସ୍ତରର ଦେବାଦେବୀ ମାନେ ମଧ୍ୟ ଯଦି ତୁମେ ପୂଜା ଆରାଧନା କଲା ବେଳେ ତାଙ୍କ ସନ୍ତୋଷ ବିଧାନ ନ କଲ ସେମାନେ ମଧ୍ୟ ରାଗନ୍ତି। ଯୋଉଟା ଆମେ ଶୁଣୁଛନ୍ତି ଯେ ସେ ଅମକ ରାଗିଲେ ବା ସମକ କଲେ, ଇଏ ହଉଛି ପ୍ରାଣିକ ସ୍ତରର ଦେବାଦେବୀ। ପ୍ରକୃତରେ ଲକ୍ଷ୍ମୀ ନାରାୟଣ ଯୋଉ ଉଚ୍ଚତର ସ୍ତରର ଦେବାଦେବୀ, ସେମାନେ କେବେ ବି ସରସ୍ୱତୀଙ୍କୁ ପୂଜା କଲେ ଲକ୍ଷ୍ମୀ ରାଗ କରନ୍ତି ନାହିଁ କିମ୍ବା ରାଗିକରି ଆମ ପାଖରୁ ପଳେଇ ଯାଆନ୍ତି ନାହିଁ, କିମ୍ବା ଆମକୁ ସେଥିପାଇଁ ଗରିବର ବା ଦାରିଦ୍ର୍ୟର କଷଟି ପଥରରେ ଆମକୁ ପରୀକ୍ଷା ସେ କରନ୍ତି ନାହିଁ। ପ୍ରାଣିକ ସ୍ତରର ଦେବାଦେବୀ ମାନେ ସାଧାରଣତଃ ଏଇଗୁଡାକ ମାନେ ଏଇ ପ୍ରକାରର ତାଙ୍କର ଥାଏ, ଖୁସି ହୁଅନ୍ତି ବା କ୍ରୋଧ ପ୍ରକାଶ କରନ୍ତି। ଏଠି ପୁରା ପୁରା ବାରମ୍ବାର କହୁଛନ୍ତି ଏଠି କହୁଛନ୍ତି ତମେ ଯଦି ତାଙ୍କୁ ଆଣିକି ଖଟୁଲିରେ ବସେଇକି ପୂଜା କରିବ, ସେ ତମର ପୂଜା ଉପାସନା ରୀତିକୁ ଖାଲି ଲକ୍ଷ୍ୟ କରିବେ, କିନ୍ତୁ ଏହା ତାଙ୍କୁ ଆଦୌ ସନ୍ତୋଷ ଦିଏ ନାହିଁ, ଆଦୌ ଦେବ ନାହିଁ, ଆଦୌ ଦେବ ନାହିଁ, 3 ଥର କହୁଛନ୍ତି। ତାପରେ କହୁଛନ୍ତି ଏଥିରେ ମୁଁ ନିଶ୍ଚିତ। ସେମାନେ କୌଣସି ପ୍ରକାର ତୁମର ଏଇ ଆରାଧନାରେ ତୋଷାମଦ ପାଆନ୍ତି ନାହିଁ, ଖୁସି ହୁଅନ୍ତି ନାହିଁ, ଗୌରବାନ୍ୱିତ ହୁଅନ୍ତି ନାହିଁ। ଆଉ କହିଲେ ଏଇ ଯୋଉ ପ୍ରକୃତ ଦିବ୍ୟ ସତ୍ତା ମାନେ ସେମାନେ ଦେଖନ୍ତି ଯୋଉ ମନୁଷ୍ୟ ବା ଯୋଉ ମଣିଷଙ୍କ ଭିତରେ କାହା ଭିତରେ ମହତ ଉଦ୍ଦେଶ୍ୟ ରହିଛି, ସେଥିପାଇଁ କୁହାଯାଏ ଭାବର ସେ ହଉଛନ୍ତି ଠାକୁର, ଭାବର ସେ ବନ୍ଧା। ଯେ ଉଚ୍ଚତର ସତ୍ତା ମାନେ ଆମ ଭିତରେ ଥିବା ଭାବକୁ ଦେଖନ୍ତି, ସେଥିପାଇଁ ମା ଲେଖୁଛନ୍ତି ସୁନ୍ଦର ଭାବକୁ ଦେଖନ୍ତି, ମହତ ଉଦ୍ଦେଶ୍ୟକୁ ଦେଖିପାରନ୍ତି। ଯଦି କାହା ଭିତରେ ନିସ୍ୱାର୍ଥପରତା ଦେଖିଲେ, ନିସ୍ୱାର୍ଥପରତା ପ୍ରତି ଯଦି ଆବେଗ ଦେଖିଲେ କିମ୍ବା ତାଙ୍କ ଭିତରେ ଏକ ଉନ୍ନତ ଉତ୍ସାହ ଦେଖିଲେ, ତେବେ ସେମାନେ ସେଇଟାକୁ ଗୁରୁତ୍ୱ ଦିଅନ୍ତି। ବାରମ୍ବାର ମା ପାଖରେ ସ୍ପଷ୍ଟ କରୁଛନ୍ତି ଯେ ଏଇଟା ହଉଛି ନିଶ୍ଚିତ ବୋଲି କହୁଛନ୍ତି। ସେମାନେ ଖୁସି ହୁଅନ୍ତି କୋଉଥିରେ? ଯେ ଆମ ଭିତରେ ମହତ ଉଦ୍ଦେଶ୍ୟ ଥିଲେ, ସୁନ୍ଦର ଭାବ ଥିଲେ, ନିସ୍ୱାର୍ଥପରତା ଭାବ ଥିଲେ ଏବଂ ଭଗବାନଙ୍କ ପ୍ରତି ଆବେଗ ଦେଖିଲେ, ଉନ୍ନତ ଉତ୍ସାହ ଦେଖିଲେ, ନିର୍ମଳ ଆନନ୍ଦ ଦେଖିଲେ। ଇଏ ଯୋଉ ତୋର ମୋର ଭାବରେ ଆନନ୍ଦ ନୁହଁ, ତୁ ଦଉଥିବି ମୁଁ ନଉଥିବି, ତୋ ସୁନ୍ଦର ମୁହଁକୁ ଚାହୁଁଥିବି, ସେଇ ଯୋଉ ଏଇ ପ୍ରକାର ସୁନ୍ଦର ମୁହଁକୁ ଚାହିଁବା ଆନନ୍ଦ ନୁହେଁ, କିମ୍ବା ଏଇ ପ୍ରକାରର ଭାବରେ ସେ ଜମାରୁ ସନ୍ତୁଷ୍ଟ ହୁଅନ୍ତି ନାହିଁ। ସେ ଚିହ୍ନି ପାରନ୍ତି, ଦେଖିପାରନ୍ତି ଏଗୁଡିକ। ତେଣୁ ଯୋଉମାନଙ୍କ ଭିତରେ ନିର୍ମଳ ଆନନ୍ଦ ଏବଂ ଆଧ୍ୟାତ୍ମିକ ଆନନ୍ଦ ଦେଖନ୍ତି, ସେମାନେ କଣ କରନ୍ତି? ପୂଜା ଉପାସନା ଅପେକ୍ଷା ଏଇ ଭାବକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଉଚ୍ଚତର ପ୍ରକୃତ ଦିବ୍ୟ ସତ୍ତା ମାନେ, ପ୍ରକୃତ ଦିବ୍ୟ ସତ୍ତା ସେଥିପାଇଁ ମା ଲେଖୁଛନ୍ତି। ଗୋଟେ ଏକ୍ସପିରିଏନ୍ସ ମା ଲେଖିଲେ, ମା ଅନେକ କଥାରୁ ମାଙ୍କ କଥାରୁ ଗୋଟେ କଥା ହଉଛି, ଆମେ ପଢିଥିଲେ ବି ସୁନ୍ଦର ସମାଚାରରେ ନା ଦିବ୍ୟ ସମାଚାରରେ ପଢିଥିଲେ ଯେ ମା ଯାଉଛନ୍ତି ବାଟରେ ଗୋଟେ ଜାଗାରେ ଯୋଉଠି ପୂଜାପୂଜି ଚାଲିଛି ଜଣେ ଦେବୀଙ୍କର, ସେଠି ସେ ପଚାରୁଛନ୍ତି ତାଙ୍କୁ, ଇଏ କହୁଛନ୍ତି ଯେ ଏଠି ଜମାରୁ ସେ ଦେବୀ ନାହାନ୍ତି, ଏଠି ପ୍ରାଣିକ ସତ୍ତା ମାନେ ଅଛନ୍ତି ଯୋଉମାନେ କି ବଳିକୁ ସ୍ୱୀକାର କରୁଛନ୍ତି। ତେଣୁ ସେଠିକି ଯିଏ ଯାଉଛି ସିଏ ମଧ୍ୟ ତାର ନିଜର ପ୍ରାଣ ସତ୍ତା କିଛି ଅଂଶ ହରେଇ ଦଉଛି। କାହିଁକି ନା ସେଠି ଯୋଉ ପ୍ରାଣିକ ସତ୍ତା ଯିଏ ରହିକିରି ବଳିକୁ ଗ୍ରହଣ କରୁଛି, ଯୋଉ ବ୍ୟକ୍ତି ଯାଉଛି, ଜୀବିତ ବ୍ୟକ୍ତି ଯିଏ ଯାଉଛି, ସେ ତାର ପ୍ରାଣ ସତ୍ତାକୁ ମଧ୍ୟ ନିଜେ କବଳିତ କରି ନଉଛି। ତେଣୁ ଆମକୁ ସଚେତନ ରହିବାକୁ ପଡିବ। ଆମେ ପ୍ରକୃତ ଦିବ୍ୟ ସତ୍ତା ମାନଙ୍କ ପାଖରେ ଆମେ ନିଜକୁ ସମର୍ପି ଦବାଟା ଇଏ ହଉଛି ଆମ ପାଇଁ ଏକ ସଚେତନତା। ଏଇ ପ୍ରାଣିକ ଦିବ୍ୟ ସତ୍ତା ମାନେ ଯୋଉମାନେ ପୂଜା ଉପାସନା ଆଶା କରନ୍ତି, ଏବଂ ମାଙ୍କୁ ଯେତେବେଳେ ଦୁର୍ଗାଙ୍କ ସହିତ ମାଙ୍କର କଥାବାର୍ତ୍ତା ହେଇଛି, ମା ଦେବୀ ଦୁର୍ଗାଙ୍କୁ ପଚାରୁଛନ୍ତି ଯେ ତୁମେ କଣ ଏବେ ବି ପୂଜା ପାଇବାକୁ ଚାହୁଁଛ? ସେ କହିଲେ ନାଇଁ ମା,
ମୁଁ ପୂଜା ପାଇବାକୁ ଆମେ ଚାହୁଁନୁ, ମାନେ ମୁଁ ଚାହୁଁନି, କିନ୍ତୁ ଲୋକମାନେ ଏବେ ବି ପୂଜା କରୁଛନ୍ତି, କିନ୍ତୁ ସେ ଚାହୁଁନାହାନ୍ତି। ଯୋଉ ପ୍ରକୃତ ଦିବ୍ୟ ସତ୍ତା ଯୋଉମାନେ ମା ଲେଖୁଛନ୍ତି, ସେମାନେ ଆଦୌ ଏଇ ପୂଜା ଉପାସନା ପ୍ରାର୍ଥନା କୁ ଗୁରୁତ୍ୱ ଦିଅନ୍ତି ନାହିଁ, ସିଏ ତାଙ୍କୁ ସନ୍ତୋଷ ଦିଏ ନାହିଁ। ମା ବାରମ୍ବାର କହୁଛନ୍ତି ଆଦୌ ଦେବ ନାହିଁ, ଏଥିରେ ମୁଁ ନିଶ୍ଚିତ। ଜମାରୁ ତୋଷାମଦି ହୁଅନ୍ତି ନାହିଁ, ଗୌରବାନ୍ୱିତ ହୁଅନ୍ତି ନାହିଁ, ଖୁସି ହୁଅନ୍ତି ନାହିଁ, ବରଂ ସେ ଅଧିକ ମୂଲ୍ୟ କାହାକୁ ଦିଅନ୍ତି? ଆଉ ଥରେ କହୁଛି, ମା ଲେଖୁଛନ୍ତି ଯେ ଏଇ ପୂଜା ଇତ୍ୟାଦିକୁ ସେମାନେ ଖାତିର କରନ୍ତି ନାହିଁ, ସେମାନେ ମଧ୍ୟ କାହାଠାରୁ ପୂଜା ପାଇବାକୁ ଚାହାନ୍ତି ନାହିଁ, ନା ଏହା ସେମାନଙ୍କୁ ଆଦୌ କୌଣସି ବିଶେଷ ଆନନ୍ଦ ଦେଇପାରେ ନାହିଁ। ଉଦାହରଣ ସ୍ୱରୂପ, ଯଦି ସେମାନେ କାହା ଭିତରେ ଏକ ମହତ୍ ଉଦ୍ଦେଶ୍ୟ ଦେଖିପାରନ୍ତି, କିମ୍ବା ଏକ ସୁନ୍ଦର ଭାବ ଦେଖିପାରନ୍ତି, କିମ୍ବା ଯଦି କାହା ଭିତରେ ସେମାନେ ଏକ ନିଃସ୍ୱାର୍ଥପରତା କିମ୍ବା ଆବେଗ ଦେଖନ୍ତି, କିମ୍ବା ଉନ୍ନତ ଉତ୍ସାହଟିଏ ଲକ୍ଷ୍ୟ କରନ୍ତି, କିମ୍ବା ଏକ ନିର୍ମଳ ଆନନ୍ଦ, ଏକ ଆଧ୍ୟାତ୍ମିକ ଆନନ୍ଦ ଦେଖନ୍ତି, ତେବେ ପୂଜା ଉପାସନା ପ୍ରାର୍ଥନା ଅପେକ୍ଷା ଏସବୁକୁ ସେମାନେ ଅଧିକ ମୂଲ୍ୟ ଦେଇଥାନ୍ତି। ତାପରେ ଦେବାଦେବୀଙ୍କ ପୂଜା ଉପାସନା ପାର୍ଟ 2, ପୃଷ୍ଠା 294। ଧାର୍ମିକ ଉତ୍ସବ ସବୁ, ଉଦାହରଣ ସ୍ୱରୂପ କାଳୀଙ୍କ ନାମରେ ଅନେକ ସତ୍ତା ଅଛନ୍ତି, ସେମାନଙ୍କୁ ଭୟଙ୍କର ଆକୃତି କରି ଗଢା ହୋଇଥାଏ। ଅନେକ ମଧ୍ୟ ତାଙ୍କୁ ଗୃହ ଦେବୀ ରୂପେ ଘରେ ରଖି ପୂଜା କରନ୍ତି। ଏଗୁଡିକ ଭୟଙ୍କର ପ୍ରାଣ ଶକ୍ତିରେ ପୂର୍ଣ୍ଣ ହୋଇଥାନ୍ତି। ଏହି ସତ୍ତା ମାନଙ୍କୁ ମୁଁ ଜାଣେ, ମୁଁ ସେମାନଙ୍କୁ ଭଲ ଭାବେ ଜାଣେ, କିନ୍ତୁ ସେମାନେ ସବୁ ହେଲେ ପ୍ରାଣ ସତ୍ତା। ସେମାନଙ୍କ ଆକୃତି ମଧ୍ୟ ପ୍ରାଣ ସ୍ତରୀୟ। ମଣିଷର ଚିନ୍ତା ଭିତରୁ ସେ ଆକୃତି ଗୁଡିକ ଆସିଛନ୍ତି। କି ସବୁ ଆକୃତି! ଭାବ ଦେଖି, ମଣିଷ ମାନେ ପୁଣି ସେହି ସବୁ ଭୟଙ୍କର ପୈଶାଚିକ ସତ୍ତା ମାନଙ୍କୁ ପୂଜା କରୁଛନ୍ତି। ଏହି ଦେବଦେବୀ ବିଚାରା ମାନଙ୍କୁ ପୁଣି କି ସବୁ ସମ୍ମାନ ଦିଆଯାଇଛି। ଏହି ସତ୍ତା ମାନଙ୍କୁ ପୁଣି ବିଶ୍ୱାସ କରିବାକୁ ହେବ ଯେ ସେମାନେ ଆଉ ବହୁତ କଥା ରହିଛି। ଏହି କାରଣରୁ ଏହା ଭଲ ହେବ ଯେ ଯଦି ମନୁଷ୍ୟମାନେ କିଛି କାଳ ପାଇଁ ଏହି ସବୁ ଧାର୍ମିକ ପରିବେଶରୁ ଦୂରେଇ ରହିବେ, ଏହି ଭୟାବହ ପରିବେଶ ଏବଂ ଏହିଭଳି ଅନ୍ଧ କୁସଂସ୍କାର ଗ୍ରସ୍ତ ଆତ୍ମସମର୍ପଣ, ଯାହା ଫଳରେ ସେଇ ବିରୋଧୀ ଶକ୍ତି ମାନେ ଏହାର ବହୁ ସୁଯୋଗ ନେଇଥାନ୍ତି। ତେଣୁ ଏହି କୁସଂସ୍କାର ଭିତରୁ ମୁକ୍ତି ପାଇବା ପାଇଁ କିଛି କାଳ ଲାଗି ଏହାକୁ ଅସ୍ୱୀକାର କରିବା ଏବଂ ଏ ସମ୍ବନ୍ଧରେ ଏକ ନିଶ୍ଚିତ ଦୃଢ ପଦକ୍ଷେପ ନେବା ନିଶ୍ଚୟ ଅପରିହାର୍ଯ୍ୟ। ଏକଥା ସତ ଯେ ଯେତେବେଳେ ଜଣେ ଏସବୁ ପରିବେଶ ଭିତରୁ ମୁକ୍ତି ପାଇବ ଏବଂ ସେହି ସବୁ ପୈଶାଚିକ ପ୍ରାଣସତ୍ତା ମାନଙ୍କ ନିକଟରେ କୁତ୍ସିତ ଆତ୍ମନିବେଦନରୁ ବିରତ ହେବ, ସେତେବେଳେ ଯାଇ ସେ ପ୍ରକୃତରେ ଆଧ୍ୟାତ୍ମିକ ଉଚ୍ଚତାକୁ ଉଠି ଯାଇପାରିବ। ଉଦାହରଣ ଛଳରେ କଥା ହଉ ଆମେ ଏଇ କଥାଟି ଆଲୋଚନା କରିସାରିଥିଲେ ଯେ ଗୋଟେ ଉଦାହରଣ ଆମେ ଦେଇଥିଲେ ଯୋଉଠିକି ମା ସ୍ପଷ୍ଟ ଭାବେ ଦେଖୁଛନ୍ତି, କହିଲେ ଏଇଠି ସେଇ ପ୍ରାଣ ସ୍ତରର ସତ୍ତା ମାନେ ରହିଛନ୍ତି, ଯାହାଙ୍କୁ ଆମେ କାଳୀ ବୋଲି ପୂଜା କରୁଛନ୍ତି। ପ୍ରକୃତରେ ସେଠି ନିଜେ କାଳୀ ନାହାନ୍ତି। କାଳୀଙ୍କ ନାମରେ ଅନ୍ୟାନ୍ୟ ଭୟଙ୍କର ଆକୃତିର ଏବଂ ପ୍ରାଣ ସ୍ତରୀୟ ଆକୃତିର ସତ୍ତା ମାନେ ରହିଛନ୍ତି, ଯୋଉମାନେ କି ଆମେ ଯୋଉ ପୂଜା କରୁଛନ୍ତି ତାକୁ ସେମାନେ ଗ୍ରହଣ କରନ୍ତି। ଏ ବଳି ପାଖରୁ ଆରମ୍ଭ କରି ସବୁ ଜିନିଷ ସେଇମାନେ ଗ୍ରହଣ କରନ୍ତି। ମା କହୁଛନ୍ତି ଆଶ୍ଚର୍ଯ୍ୟ, ମା କହୁଛନ୍ତି କିପରି ପୈଶାଚିକ ସତ୍ତା ମାନଙ୍କୁ ମଣିଷ ମାନେ ପୂଜା କରୁଛନ୍ତି। ସେଥିପାଇଁ ସେମାନେ ଅତି ଭୟଙ୍କର ଏବଂ ସେଥିପାଇଁ ସେମାନେ ଯୋଉମାନେ ତାଙ୍କୁ ଗୃହ ଦେବୀକୁ ରଖିଛନ୍ତି, ଯଦି ଟିକେ ଏପଟ ସେପଟ ହେଲା ତାହେଲେ ଘରେ କ୍ଷତି ହୁଏ ବୋଲି କହନ୍ତି। କାହିଁକି ନା ସେମାନେ ତ ପ୍ରାଣ ସ୍ତରର ସତ୍ତା, ଯଦି ତାଙ୍କ ମନମୁଖୀ କିଛି ନ ପାଇଲେ ତେବେ ସେ କ୍ଷତି କରିବେ। ମୁଁ ଏଠି ଆଉ ଗୋଟେ କଥା ବି କହିଦେବି, ଭୁବନେଶ୍ୱରରେ ଥିଲାବେଳେ ଜଣେ କାଳୀ ସାଧକଙ୍କୁ ଭେଟ ପାଇବାର ସୁଯୋଗ ପାଇଥିଲି। ସେ କାଳୀଙ୍କୁ ଦର୍ଶନ କରିଥିଲେ ବୋଲି ଲୋକେ କୁହନ୍ତି। ତାଙ୍କ ସହିତ ଯେତେବେଳେ ମୁଁ ଆଲୋଚନା କରିଥିଲି ସେତେବେଳେ ମାଙ୍କୁ ମୁଁ ଜାଣିନଥିଲି, କିନ୍ତୁ ସେ କହିଥିଲେ ଯେ ତୁମେ ଯୋଉ କାଳୀଙ୍କୁ ପୂଜା କରୁଛ ପ୍ରକୃତରେ ସେ କାଳୀ ନୁହନ୍ତି। ଯିଏ କାଳୀ ସେ ଗୌର ବର୍ଣ୍ଣର। ଏକଥା ମତେ ସେ କାଳୀ ସାଧକ ଯେ ସେ ନିଜେ କହିଥିଲେ। ମୁଁ ସେତେବେଳେ ଆଶ୍ଚର୍ଯ୍ୟ ହେଇଥିଲି, କାହିଁକିନା ସେତେବେଳେ ପର୍ଯ୍ୟନ୍ତ ମୁଁ ଶୁଣିଥିଲି ଯାହା ସମସ୍ତେ କହିଥିଲେ ଯେ ଏଇ ଯୋଉ ଶ୍ୟାମା କାଳୀ ଆମେ ଯାହାକୁ ଦେଖୁଛନ୍ତି ଶ୍ୟାମଳ ବର୍ଣ୍ଣର କଳା
ଏବଂ ତାଙ୍କର ଭୟଙ୍କର ବିଭତ୍ସ ରୂପ ଏବଂ ସେମାନଙ୍କୁ ପୁଣି କଣ କରନ୍ତି ନା ପୂଜା କରିବ ଯଦି ଟିକେ ଭୁଲ ଭାଲ ହବ ତେବେ ଘରେ କିଏ ମରି ମାରି ଯିବେ ଏସବୁ ଇତ୍ୟାଦି ଇତ୍ୟାଦି। ସେ ସେତେବେଳେ କହିଲେ ପ୍ରକୃତରେ କାଳୀ ହଉଛନ୍ତି ଗୌର ବର୍ଣ୍ଣର। ଏବଂ ମାଙ୍କ ପାଖକୁ ମାଙ୍କର ବହି ପଢିଲା ପରେ ମାଙ୍କ ପାଖକୁ ଆସିଲା ପରେ ଜାଣିଲି ଯେ ପ୍ରକୃତରେ ମହାକାଳୀ ହଉଛନ୍ତି ଗୌର ବର୍ଣ୍ଣର ଏବଂ ଏଇ ଯୋଉ କାଳୀଙ୍କୁ ଆମେ ଦେଖୁଛନ୍ତି ସେ ହଉଛନ୍ତି ଶ୍ୟାମା କାଳୀ। ଏବଂ ତାଠାରୁ ଆହୁରି ବଡ କଥା ଏଠି କହିଲେ ଯେ ଯୋଉ ଯୋଉ ଜାଗାରେ ବି କାଳୀଙ୍କୁ ପୂଜା କରାଯାଉଛି ପ୍ରକୃତରେ ସେଠି ସେ ନିଜେ ଶ୍ୟାମା କାଳୀ ବି ନଥାନ୍ତି। ସେଠି ଏଇ ପ୍ରାଣ ସତ୍ତା ମାନେ ଥାଆନ୍ତି ଯୋଉମାନେ କି ଆମର ବଳିକୁ ସ୍ୱୀକାର କରନ୍ତି ଏବଂ ଏଇ ପୈଶାଚିକ ପ୍ରବୃତ୍ତି ପ୍ରାଣମୟ ସତ୍ତା ଗୁଡିକ ତାଙ୍କ ଭିତରେ ରହି ଆମର ପ୍ରାଣକୁ ଶୋଷନ୍ତି। ତେଣୁ ସେମାନଙ୍କର ସେଇ ପରିବେଶ ଭିତରକୁ ଯିଏ ଯିବ ତାର ପ୍ରାଣ ସତ୍ତାକୁ ସେମାନେ ନିଜର ଆହାର ରୂପେ ଗ୍ରହଣ କରିନିଅନ୍ତି। ତେଣୁ ତାଙ୍କ ଏଇ ପ୍ରକାର ପ୍ରାଣ ସତ୍ତାଙ୍କ ନିକଟରେ କୁତ୍ସିତ ଆତ୍ମ ନିବେଦନ ମା ସେଥିପାଇଁ ଲେଖୁଛନ୍ତି। ସେଇ ସବୁ ପୈଶାଚିକ ପ୍ରାଣ ସତ୍ତା ମାନଙ୍କ ନିକଟରେ କୁତ୍ସିତ ଆତ୍ମ ନିବେଦନରୁ ବିରତ ହେବ, ସେତେବେଳେ ଯାଇ ସେ ପ୍ରକୃତରେ ଆଧ୍ୟାତ୍ମିକ ଉଚ୍ଚତାକୁ ଉଠି ଯାଇପାରିବେ। ତେଣୁ ଆମକୁ ସଚେତନ ହେବାକୁ ପଡିବ ଏବଂ ସ୍ୱୟଂ ଆଦିଶକ୍ତିଙ୍କୁ ସ୍ୱୟଂ ମା ଦିବ୍ୟଜନନୀଙ୍କୁ ଯଦି ଆମେ ପାଇସାରିଛୁ ଅତିମାନସ ଶକ୍ତି ର ଧାରଣ କରି ଏବଂ ରୂପାନ୍ତରକାରିଣୀ ଯୋଉ ଶକ୍ତି ସେ ଯେ ନିଜେ ସ୍ୱୟଂ ମା ତୋ ଶରୀରରେ ଆମ ପାଖରେ ଥିଲେ ତାଙ୍କୁ ପାଇସାରିଲା ପରେ ଆଉ ଏଇ ପ୍ରାଣ ସତ୍ତା ମାନଙ୍କୁ ବା ପୈଶାଚିକ ପ୍ରାଣ ସତ୍ତା ମାନଙ୍କୁ ବା ପ୍ରାଣ ସ୍ତରୀର ଦେବାଦେବୀ ମାନଙ୍କୁ ଆଉ ପୂଜା ଉପାସନା ଆରାଧନା ଏବଂ ତାଙ୍କ ନିକଟରେ ଆତ୍ମ ନିବେଦନକୁ ଆମେ ସଚେତନ ହବା ଯେ ଆତ୍ମ ନିବେଦନ କରିବା କି ନାହିଁ। ଯଦି ତାଙ୍କ ପାଖରେ ଯୋଉ ଆତ୍ମ ନିବେଦନ କରୁଛନ୍ତି ସେଇ ପ୍ରାଣସତ୍ତା ମାନଙ୍କ ନିକଟରେ ମା ତାକୁ ଲେଖୁଛନ୍ତି କୁତ୍ସିତ ଆତ୍ମ ନିବେଦନ। ଯାହା ପାଖରେ ଆମେ ନିଜକୁ ସମର୍ପଣ କରିଦଉ ତାରି ଶକ୍ତି ଆମ ଭିତରେ କାର୍ଯ୍ୟ କରେ। ଯଦି ଆପଣ ସେଇ ନିମ୍ନ ସ୍ତରର ପ୍ରାଣସତ୍ତା ହୁଅନ୍ତୁ କିମ୍ବା ପ୍ରାଣସତ୍ତାର ପ୍ରାଣ ସ୍ତରର ଦେବାଦେବୀ ହୁଅନ୍ତୁ ତାଙ୍କ ନିକଟରେ ଆମେ ଯଦି ଆତ୍ମସମର୍ପଣ କରୁଛନ୍ତି ତେବେ ସିଏ ଆମ ଭିତରେ ଥାଇ କାର୍ଯ୍ୟ କରିବେ। ତେଣୁ ଚୈତ୍ୟସତ୍ତା ସମ୍ମୁଖକୁ ଆସିବାର ସମ୍ଭାବନା ସେଠି କ୍ଷୀଣ ହେଇଯିବ ଏବଂ ଆମେ ଏଇ ଯୋଉ ବୃଥା ପ୍ରଶଂସା ଯୋଉଟା ଉପରେ 293 କହିଲେ ବୃଥା ପ୍ରଶଂସାରେ ଆମେ ଫାଟି ପଡିବା। ସେଇ ଦେବାଦେବୀ ଯେମିତି ଫାଟି ପଡନ୍ତି ଖୁସିରେ ଏବଂ ଖୁସି ହୁଅନ୍ତି ଯେ ଦେଖ ଏତେ ନର ନାରୀ ମତେ ପୂଜା କରୁଛନ୍ତି। ତେଣୁ ଆମ ଭିତରେ ସେଇ ପ୍ରବୃତ୍ତି ବା ସେଇ ଶକ୍ତି ଯେ କ୍ରିୟା କରେ ଯେତେବେଳେ ସେତେବେଳେ ଏଇ ପ୍ରକାର ଭାବ ଆମ ଭିତରେ ଆସେ ଏବଂ ଆମେ ଯଦି ତାଙ୍କ ପାଖରେ ସମର୍ପି ଦଉଛୁ ତେବେ ସେ ଆହୁରି ଅଧିକରୁ ଅଧିକ ବଳବାନ ହେବେ। ଆମରି ପ୍ରାଣ ସତ୍ତାକୁ ସିଏ ଗ୍ରହଣ କରି ସେ ଅଧିକରୁ ଅଧିକ ମାନେ ଶକ୍ତିଯୁକ୍ତ ହେବେ। ତେଣୁ ଆମେ ସଚେତନ ରହିବା, ମାଙ୍କୁ ଆରାଧନା କରିବା, ଏଇ ପ୍ରକାର ପ୍ରାଣ ସତ୍ତାର ଦେବାଦେବୀ ମାନଙ୍କ ପାଖରୁ ଆମକୁ ଯେମିତି ସେ ଦୂରେଇ ରଖନ୍ତି। ମା, ଥ୍ୟାଙ୍କ ୟୁ ଅଲ୍।